ସୀମାର ପଶ୍ଚାତରେ ଅସୀମର, ଆକାରର ପଶ୍ଚାତରେ ନିରାକାରର, ଅଶାଶ୍ୱତର ପଶ୍ଚାତରେ ଶାଶ୍ୱତର, କୁତ୍ସିତତାର ପଶ୍ଚାତରେ ପରମ ସୌନ୍ଦର୍ଯ୍ୟର, ଆଉ ଅପୂର୍ଣ୍ଣ ବିକୃତ ଜୀବନର ପଶ୍ଚାତରେ ଏକ ପୂର୍ଣ୍ଣାଙ୍ଗ ଦିବ୍ୟ ଜୀବନର ଅନ୍ୱେଷଣ ଓ ଉପଲବ୍ଧି ନେଇ ଯିଏ ଏହି ଧରାଧାମରେ ଅବତରିତ ହୁଅନ୍ତି, ସେହି ଶାଶ୍ୱତ ପ୍ରେମର ପ୍ରଭୁ ଶ୍ରୀ ଅରବିନ୍ଦ ଅବିମିଶ୍ର ଆନନ୍ଦର ସ୍ରୋତସିନୀ ଧାରା କରୁଣାମୟୀ ଦିବ୍ୟ ଜନନୀଙ୍କ ପଦାରବିନ୍ଦରେ ହୃଦୟରୁ ଅନେକ ଅନେକ ପ୍ରଣାମ। ବନ୍ଦେ ମାତରମ୍। ଶୁଭ ସକାଳ। ଦିବ୍ୟ ପ୍ରେମର ଏହି ବଳୟ ଭିତରେ ଉପସ୍ଥିତ ସମସ୍ତ ମାତୃ ଅଭିକ୍ଷୁ ଆତ୍ମାର ଛାତ୍ରମାନଙ୍କୁ ଅନ୍ତରରୁ ଅନେକ ଶୁଭେଚ୍ଛା ଓ ପ୍ରଣାମ। ଆଜି 2024 ମସିହା ଏପ୍ରିଲ ମାସ 14 ତାରିଖ ରବିବାର, ଅରୋରା ଆସ୍ପିରାନ୍ସ 2587ତମ ନୂତନ ସକାଳ। ଏହି ନୂତନ ସକାଳକୁ ହୃଦୟରେ ସ୍ୱାଗତ ଜଣାଇ ଆରମ୍ଭ କରିବା ଆଜିର ସ୍ୱାଧ୍ୟାୟ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରହିଛି ପ୍ରଭୁଙ୍କ ସନେଟ୍, ରବିବାର ହେତୁ ବିଶେଷ କାର୍ଯ୍ୟକ୍ରମ ଦ ୱିଟନେସ୍ ସ୍ପିରିଟ୍, ସାକ୍ଷୀ ଆତ୍ମା, ଯାହାକୁ ଆଲୋଚନାରେ ଆଣିବେ ଆମର ପ୍ରିୟ ଉର୍ମିଳା ରାଉତରାୟ ଏବଂ ପରେ ପରେ ତାହାକୁ ସେଇ ସନେଟ୍ଟିର ନିର୍ଯାସ ଦେବେ ଆମ ପ୍ରିୟ ଭାଇ। ଆପଣଙ୍କୁ ଅନୁରୋଧ କରୁଛି ସେ ତାଙ୍କର ବିଷୟକୁ ଉପସ୍ଥାପନ କରନ୍ତୁ। ମଧୁମୟୀ ମା, ପରମ କାରୁଣିକ ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଶୁଭ ସକାଳ। ଏହି ପାଠଚକ୍ରରେ ଯୋଡ଼ି ହୋଇଥିବା ମୋର ସମସ୍ତ ଆତ୍ମାର ସାଥୀମାନଙ୍କୁ ପ୍ରଣାମ, ଶୁଭେଚ୍ଛା ତଥା ଭଲ ପାଇବା। ଆଜି ଶ୍ରୀ ଅରବିନ୍ଦଙ୍କର ସନେଟ୍ ଦ ୱିଟନେସ୍ ସ୍ପିରିଟ୍, ସାକ୍ଷୀ ଆତ୍ମା ବିଷୟଟିକୁ ମୋତେ ଆଲୋଚନା କରିବାକୁ ଦିଆଯାଇଛି। ସେଥିପାଇଁ ମୁଁ ପ୍ରଭୁଙ୍କ ପାଖରେ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି। ଯେ ଆମ ଭିତରେ ଥିବା ସମସ୍ତ କାର୍ଯ୍ୟକଳାପ, କ୍ରିୟା ପ୍ରତିକ୍ରିୟା ଏବଂ ଆମ ବାହାରେ ସବୁ ଘଟୁଥିବା ଘଟଣାଗୁଡ଼ିକୁ ଯିଏ ନୀରବରେ ବସି ଅନୁଧ୍ୟାନ କରୁଥାନ୍ତି, ଦେଖୁଥାନ୍ତି, ତାଙ୍କୁ ହିଁ ଆମେ ଅନ୍ତରାତ୍ମା ବୋଲି କହିପାରିବା, ଦିବ୍ୟ ସତ୍ତା ବୋଲି ବି ମଧ୍ୟ କହିପାରିବା, ଆହୁରି ମଧ୍ୟ ଭଗବାନଙ୍କ ସତ୍ତା ବୋଲି ଆମେ କହିବା। ଯିଏ ଆମ ଭିତରକୁ ବା ମଣିଷର ଏଇ ଜୀବନ ଭିତରକୁ ଓହ୍ଲାଇ ଆସିଛନ୍ତି, ଅବତରି ଆସିଛନ୍ତି ଏବଂ ସେ ରହିଛନ୍ତି ଆମକୁ କେବଳ ଦେଖିବା ପାଇଁ ଆଉ ଅବଜର୍ଭ କରିବା ପାଇଁ। ଆଉ ଯୁଗ ଯୁଗ ଧରି ଆମର କର୍ମ, ଆମର ତପସ୍ୟା, ଆମର ସାଧନାରୁ ସେ ସାକ୍ଷୀ ହେଇକି ରହିଛନ୍ତି। ଆଉ ଜନ୍ମ ଜନ୍ମାନ୍ତରରୁ ସେ ଆମକୁ ଲିଡ୍ କରିକି ଆସୁଛନ୍ତି। ଆଉ ଏଇ କବିତାରେ ଶ୍ରୀ ଅରବିନ୍ଦ ଯୋଉ ଆଇ ବୋଲି କହିଛନ୍ତି, ସେଟା ମାନେ ସେ ତା ନିଜକୁ ସମ୍ବୋଧନ କରିକି ସେ କହିଛନ୍ତି, ଦ ୱିଟନେସ୍ ସ୍ପିରିଟ୍। I dwell in the spirit, calm, nothing can move. ଏଠି ପ୍ରଭୁ କହୁଛନ୍ତି, ମୁଁ ଆତ୍ମାର ପ୍ରଶାନ୍ତି ଭିତରେ ବାସ କରୁଛି। ଯେଉଁ ଆତ୍ମାର ପ୍ରଶାନ୍ତି ଭିତରେ ବାସ କରେ, ଯେଉଁ ଆତ୍ମାକୁ କେହି ଦୋହଲାଇ ପାରନ୍ତି ନାହିଁ, କେହି ବିଚଳିତ କରିପାରେ ନାହିଁ, କେହି ହଲଚଲ ବି କରିପାରେ ନାହିଁ, ଯିଏ ପୁରା ସ୍ଥିର ଶାନ୍ତ, ଯିଏ ଅବିଚଳିତ, ସେହି ଆତ୍ମାଙ୍କ ଅଧୀନରେ ରହି, ସେଇ ଆତ୍ମା ଭିତରେ ରହି କାର୍ଯ୍ୟ କରୁଛି। And watch the acting of the world force. ଆଉ କଣ କରୁଛି ନା, ମୁଁ ଦେଖୁଛି, ନିରୀକ୍ଷଣ କରୁଛି ତୁମର ସେଇ ବିଶାଳ ବିଶ୍ୱର ଶକ୍ତିପୁଞ୍ଜର କାର୍ଯ୍ୟ ଗୁଡ଼ିକୁ। ତୁମର ଏତେ ବିଶାଳ ବିଶ୍ୱ, ଆଉ ତୁମ ବିଶ୍ୱର
ଶକ୍ତିର ଯୋଉ ଲୀଳା ଖେଳା ସବୁ ଚାଲିଛି ସେଗୁଡିକୁ ମଧ୍ୟ ମୁଁ ନିରୀକ୍ଷଣ କରୁଛି। ଆମେ ଜାଣିଛନ୍ତି ଏଇ ଯୋଉ ଆମର ଲୀଳା ଖେଳା ଗୁଡାକ ସବୁ ହଉଛି, କାର୍ଯ୍ୟ ସବୁ ଆମେ କରୁଛନ୍ତି, ସେଟା ସବୁ ବାହାରର କଥା। ଆଉ ଯିଏ ସାକ୍ଷୀ ପୁରୁଷ ହେଇକି ରହିଛନ୍ତି ସିଏ ଆମ ଅନ୍ତର ଭିତରେ, ଆମ ହୃଦୟ ଭିତରେ ରହିକି ନୀରବରେ ସେ ସବୁ ଗୁଡାକୁ ଦେଖୁଛନ୍ତି। Its might winds that through infinity move। ଇଏ କଣ କରୁଛନ୍ତି ଏବଂ ଆଙ୍କର କାର୍ଯ୍ୟକଳାପ ସବୁ କଣ ସବୁ ରହିଛି ନା, ଇଏ ହଉଛନ୍ତି ସେ ବିଶ୍ୱ ଶକ୍ତି ରାଜିର। ତାଙ୍କର ବିଶାଳ କକ୍ଷ ଦୁଇଟି, ବିଶାଳ ବାହୁ ଦୁଇଟିକୁ ମେଲି ସେଇ ଅସୀମଙ୍କ ମଧ୍ୟ ଦେଇ ସେ ବିଚରଣ କରୁଛନ୍ତି। ସେଇ ବିଶାଳ ଶକ୍ତି, ସେହି ମହତର ଶକ୍ତି, ସେଇ ବିଶ୍ୱର କ୍ରିୟାତ୍ମକ ଶକ୍ତି ଯୋଉଟାକୁ ଏକ୍ଟିଂ ଫୋର୍ସ ବୋଲି କୁହାଯାଉଛି, ତାଙ୍କର ଲୀଳା ଖେଳା ସବୁ ଚାଲିଛି। ମୁଁ ତାଙ୍କୁ, ପ୍ରଭୁ ଏଠି କହୁଛନ୍ତି, ମୁଁ ତାଙ୍କୁ ଏଇଠି ରହିକି ଅବଲୋକନ କରୁଛି ଆଉ ନିରୀକ୍ଷଣ କରୁଛି। And the time collapsing of the deathless horse। ଏଠି ସେ କହୁଛନ୍ତି ଘୋଡାର ଚାଲିବାଟାକୁ ସମୟ ସହିତ ତୁଳନା କରାଯାଉଛି। କାରଣ ଘୋଡାର ଯୋଉ ଟପ୍ 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 ମାନେ ଏକଦମ ଶୀଘ୍ର ଚାଲିଟାକୁ ଘଣ୍ଟାର ସେକେଣ୍ଡ ଘଣ୍ଟାଟା ଯେମିତି ବହୁତ ଶୀଘ୍ର ଟିକି ହୋଇ ଚାଲିଛି, ସେଇଟାକୁ ପ୍ରଭୁ ଏଠି ଘୋଡାର ଚାଲିବାଟାକୁ ସେ ସମୟ ସହିତ ବା କାଳ ସହିତ ତୁଳନା କରିଛନ୍ତି। ଘୋଡା ଯେମିତି ବହୁତ ଶୀଘ୍ର ଦୌଡେ, ସେମିତି ସମୟ କେବେ କାହାକୁ ଅପେକ୍ଷା କରେନି, ସେ ଦୌଡି ଚାଲିଥାଏ। ତେଣୁ ସେ କହୁଛନ୍ତି କାଳଟା ହେଉଛି ଅମର, କାରଣ କାଳର ମୃତ୍ୟୁ ନାହିଁ, କାଳଟା ତା ବାଟରେ ଚାଲିଛି। ସେଇଥିପାଇଁ ମଧୁସୂଦନ ରାଓ କହିଛନ୍ତି, ରେ ଆତ୍ମ ନିଦ୍ରା ପରିହରି ଫେରି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି। ମାନେ ସମୟର ଏଇ ସ୍ରୋତଟା, ମାନେ କାଳର ଯୋଉ ସ୍ରୋତଟା, ଇଏ ଏତେ ସ୍ପିଡି, ମାନେ ଏତେ ବେଗରେ ଦୌଡୁଛି ଯେ ତାକୁ କେହି ମାପି ବି ପାରିବେ ନାହିଁ। ସେଇଟାକୁ ପ୍ରଭୁ ଏମିତି କହୁଛନ୍ତି ଯେ ଘୋଡାର ଟାପୁ ସହିତ ଆମର ସମୟ ଗୁଡାକ ଚାଲିଛି, ମାନେ ଏଇ ସମୟଟା ହଉଛି ଚିରନ୍ତନ। ମାନେ କାଳ ତାର ସ୍ରୋତର ମାନେ ଶବ୍ଦରେ କେତେ ବେଗରେ କେତେ ସ୍ପିଡିର ଧାଉଁଛି, ସେଇଟାକୁ ମୁଁ ନିରୀକ୍ଷଣ କରୁଛି। ମାନେ କେମିତି ନିରୀକ୍ଷଣ ନା, ସାକ୍ଷୀ ଆତ୍ମା ସ୍ୱରୂପ, ସାକ୍ଷୀ ଆତ୍ମା ଭଳିଆ ସାକ୍ଷୀ ହେଇକି ମୁଁ ରହିଛି, କିନ୍ତୁ ପ୍ରଶାନ୍ତି ଭିତରେ ପୁରା ସ୍ଥିର ରହିଛି, ଅବିଚଳିତ ରହିଛି, ନିରୀକ୍ଷଣ କରୁଛି। ମାନେ ଆଉ କିଛି ଯେମିତି ମାନେ ମୁଁ କୋଉ ଆଡିକି ଆଉ ଲକ୍ଷ୍ୟ ଦଉନି, ପୁରା ଅବିଚଳିତ ହେଇକି ରହିଛି। ତାପରେ ସେ ବର୍ଣ୍ଣନା କରୁଛନ୍ତି, this mute stupendous energy that guides the stars and nebulae in its long train। ଏଇ ଯୋଉ ମୁକ ବିଶାଳ ଶକ୍ତି ଯୋଉଟା କି ଘୁରାଉଛି, ମାନେ ପରିଚାଳିତ କରୁଛି, ସିଏ ଆମକୁ ଚଳଉଛି। ସେ କାହାକୁ କାହାକୁ ମାନେ ଚଳାଉଛି ଆମେ ବୁଝିବା ନା, ତାରକା ମାନଙ୍କୁ ଆଉ ନକ୍ଷତ୍ର ମାନଙ୍କୁ, ଆଉ କାହାକୁ ଚଳଉଛନ୍ତି ନା ନିହାରିକା ମାନଙ୍କୁ। ଏଇ ଯୋଉ ତାରା, ନକ୍ଷତ୍ର ଆଉ ନିହାରିକା ମାନଙ୍କୁ ଯିଏ ପରିଚାଳିତ କରୁଛନ୍ତି, ଯିଏ ଚଳଉଛନ୍ତି, ସେଇ ମୁକ ବିପୁଳ ଶକ୍ତିକୁ ମୁଁ ଦେଖୁଛି। ତାକୁ ସୁବିଶାଳ, ମହାନ, ଖୁବ ବିରାଟ ବୋଲି ପ୍ରଭୁ ତାକୁ ଉପମା ଦେଇଛନ୍ତି। ତାକୁ ଆଉ ଗୋଟେ ସିମ୍ବଲିକ ଭାବରେ ପ୍ରଭୁ ବର୍ଣ୍ଣନା କରୁଛନ୍ତି, ଯୋଉଟା ପ୍ରତୀକାତ୍ମକ ଭାବରେ, ଯେ ଗୋଟେ ସାପ ଗୋଟେ କୁଣ୍ଡଳୀକୃତ ହୋଇକି ଆମ ଭିତରେ ଶୋଇଛି। ମାନେ ସେ ପୁରା ଗୋଲାକାର ହେଇକି କୁଣ୍ଡଳୀକୃତ, କୁଣ୍ଡଳ ଆକାର। ଏବେ ସିଏ ଯେତେବେଳେ ଫଣା ଟେକୁଛି, ଯେତେବେଳେ ସିଏ ଉଠିବ, ସେ ସେତେବେଳେ ଫଣା ଟେକିବ। ତାମାନେ ଏଇଟାକୁ ପ୍ରଭୁ ଗୋଟେ ଭାଇଟାଲ ଫୋର୍ସ ବୋଲି କହୁଛନ୍ତି। ମାନେ ଆମ ଭିତରେ ଆମର ପ୍ରାଣ ଶକ୍ତିଟା ଗୋଟେ କୁଣ୍ଡଳୀକୃତ ହେଇକି ଶୋଇଛି, ସେ ଯେତେବେଳେ ଜାଗ୍ରତ ହବ ସେ ଫଣା ଟେକିବ।
ସେଇଟାକୁ ସେ ଓଡିଆରେ ବର୍ଣ୍ଣନା କରୁଛନ୍ତି। ଦୀର୍ଘ ପୁଛେ ଉହଳାଇ ଅବଲୁରେ ଲକ୍ଷ ନିହାରିକା ସୁବିଶାଳ ସର୍ପ ସମ କୁଣ୍ଡଳିତ ଯାହା ମୋ ସତ୍ତାରେ ଫଣା ଯା ହୀରକ ହର୍ଷ ଦନ୍ତ ଯାର ବ୍ୟଥାର ଶଳାକା। ତାହେଲେ ସେ କହୁଛନ୍ତି ମୋର ଏଇ ଯୋଉ ବିପୁଳ ଶକ୍ତି, ଏଇ ଯୋଉ ବିଶ୍ଵ ପ୍ରାଣ ଶକ୍ତିଟା ଯୋଉଟା କୁଣ୍ଡଳୀକୃତ ହେଇକି ଆମ ଭିତରେ ଶୋଇ ରହିଛି, ତାମାନେ ଯିଏ ଆମକୁ ଚଳାଉଛନ୍ତି, ଯାହାର ପୁଚ୍ଛରେ ସେ ଧାରଣ କରିଛନ୍ତି ଶତ ଶତ ଶହ ଶହ ତାରକା ମାନଙ୍କୁ, ଆଉ ନିହାରିକା ମାନଙ୍କୁ, ଆଉ ନକ୍ଷତ୍ର ମାନଙ୍କୁ, ଯାହାକୁ ପୁଚ୍ଛରେ ଧରିକି ସେ ରଖିଛନ୍ତି। ଆଉ ଲାଇକ୍ ଏ ହ୍ୟୁଜ୍ ସର୍ପେଣ୍ଟ ଥ୍ରୋ ମାଇ ବିଙ୍ଗ କଲ୍ସ, ମାନେ ମୋ ସତ୍ତା ମଧ୍ୟ ଦେଇ ସେ ମୋ ଅନ୍ତର ଭିତରେ କୁଣ୍ଡଳୀକୃତ ହୋଇ ଶୋଇ ରହିଛନ୍ତି। ଆଉ ଯେତେବେଳେ ସେ ଜାଗୃତ ହେଉଛନ୍ତି, ମାନେ କାମ କରିବାକୁ ଚାହୁଁଛନ୍ତି ବା କ୍ରିୟାରତ ହଉଛନ୍ତି, ସେତେବେଳେ ସେ ଫଣା ଟେକି ଉଠୁଛନ୍ତି। ସେଇ ଫଣାଟାକୁ ସେ କେମିତି ମାନେ ତାକୁ ବର୍ଣ୍ଣନା କରୁଛନ୍ତି ନା ଗୋଟେ ଡାଇମଣ୍ଡ ସହିତ, ମାନେ ହୀରା ସହିତ ସେ ତାକୁ ତୁଳନା କରୁଛନ୍ତି। ମାନେ ସେ କହୁଛନ୍ତି ମାନେ ଏହା ଏତେ ଉଜ୍ଜଳ ଆଉ ଜ୍ୟୋତିର୍ମୟ ଯେ ତାହା ହୀରା ସଦୃଶ ଜାଜ୍ୱଲ୍ୟମାନ ହେଉଛି। ମାନେ ମୋର ପ୍ରାଣ ଶକ୍ତିଟା ବା ମୋ ଭିତରେ ସୁପ୍ତ ଅବସ୍ଥାରେ ରହିଛି, ଏବଂ ସେ ଯେତେବେଳେ ଉଠୁଛି ଭୟଙ୍କର ଶକ୍ତି ଆଉ ସାମର୍ଥ୍ୟ ନେଇକି ଉଠୁଛି। ତାମାନେ ଆମେ ବୁଝିବା ଆମର ଏଇ ବିଶ୍ଵ ପ୍ରାଣ ଶକ୍ତିଟା ମାନେ ସେଟା ସ୍ଥିର ହେଇକି ସୁପ୍ତ ଅବସ୍ଥା ରହିଛି, ଆଉ ଯେତେବେଳେ ସେଟା ଉଠୁଛି ଫଣା ଟେକିକି ଉଠୁଛି। ତାମାନେ ଆମର ପ୍ରାଣ ଶକ୍ତିଟା ସଂସାରରେ ବହୁତ କାମ କରୁଛି। ଆମେ ତାକୁ ଭାବିବାନି ଏଇଟା କେବଳ ଉନ୍ମାଦନ, ଏଟା ଆମର କ୍ଷତି କରୁଛି। ଏଇଟା ଏଇ ସମାଜ ଭିତରେ ମାନେ ଆମ ଜୀବନରେ ବହୁତ କାମରେ ସେ ସାହାଯ୍ୟ କରୁଛି, ଆଉ ଆନନ୍ଦ ବି ଆଣିକି ଦଉଛି। କେବଳ ମାନେ କାମ କରୁଛି ନୁହେଁ, ଆମକୁ ବହୁତ ଆନନ୍ଦ ବି ଦଉଛି। ଯେତେବେଳେ ସେ କ୍ରିୟାଶୀଳ ହଉଛି, ସେଇଟା ଆମ ଭିତରେ ସୁପ୍ତ ଅବସ୍ଥା ରହିଥିଲା, ଯେତେବେଳେ ସେ କ୍ରିୟାଶୀଳ ହଉଛି ବା ଜାଗ୍ରତ ହଉଛି, ସେ ସେତେବେଳେ ଖୁବ ଜୋରରେ ଉଠୁଛି। ଅର୍ଥାତ୍ ଭଗବାନ ସୃଷ୍ଟିରେ ଶୋଇ ରହିଥିଲେ, ସେ କେମିତି ମାନେ ସୁପ୍ତ ଅବସ୍ଥାରେ ତାଙ୍କର ଶକ୍ତିଟା ରହିଥିଲା। ଯେତେବେଳେ ସେ ଜାଗ୍ରତ ହେଲେ, ମାନେ ଉଠିଲେ ବା ଲୀଳା କରିବାକୁ ଚାହିଁଲେ, ସେତେବେଳେ ସେ ପ୍ରବଳ ବେଗରେ ବାହାରିଲେ। ମାନେ କାହିଁକି ସେ ଭଗବାନ ଆମେ ଭାବିବା ଯେ ଲୀଳା କରିବାକୁ ଚାହୁଁଛନ୍ତି, ସେ ସେଥିରୁ କିଛି ଆନନ୍ଦ ଉପଲବ୍ଧି କରୁଛନ୍ତି, ସେଇଥିପାଇଁ ସେ ଲୀଳା କରିବାକୁ ଚାହୁଁଛନ୍ତି। ତେଣୁ ସେ କହୁଛନ୍ତି ସେଇ ସର୍ପ, ସେଇ ବିଶ୍ଵ ପ୍ରାଣ ଶକ୍ତି ଯିଏ କୁଣ୍ଡଳୀକୃତ ହେଇକି ଆମ ଭିତରେ ଶୋଇ ରହିଥିଲେ ଏବଂ ସେ ଆମକୁ ଆନନ୍ଦ ଆଣିକି ଦେଉଥିଲେ, ଆମେ ସେଇଥିରେ ଆନନ୍ଦ ଉପଲବ୍ଧ କରିପାରୁଛନ୍ତି। ସେଇ ଆନନ୍ଦ ରୂପ ସଦୃଶ ଫଣାଟାକୁ ସେ ତାକୁ ହୀରକ ସହିତ ବା ହୀରା ସହିତ ବା ହୀରା ଯେମିତି ଜାଜ୍ୱଲ୍ୟମାନ କରୁଛି ତାରି ସହିତ ତୁଳନା କରୁଛନ୍ତି। and forms of pain, ଆଉ କଣ ହଉଛି ସେଥିରେ ନା ଯନ୍ତ୍ରଣା ମଧ୍ୟ ସେ ତାକୁ ନେଇକି ଆସୁଛନ୍ତି ବା ଯନ୍ତ୍ରଣା ମଧ୍ୟ ପାଉଛନ୍ତି। କେବଳ ଆନନ୍ଦ ପାଉନାହାନ୍ତି, ତା ସହିତ ସେ ଯନ୍ତ୍ରଣା ପାଉଛନ୍ତି। ଆମର ଦାନ୍ତ ବିନ୍ଧିଲେ ଯେମିତି ଆମେ ଅଧିକ ଯନ୍ତ୍ରଣା ହୁଏ, ମାଢିଆଡା ସବୁ ବହୁତ କଷ୍ଟ ହୁଏ, ଆମେ ଖାଇ ପିଇ ପାରନ୍ତିନି, ଶୋଇ ପାରନ୍ତିନି, ସିଏ ତାକୁ ସେଇମିତି ଦାନ୍ତ ବିନ୍ଧିଲେ ଯେମିତି ଯନ୍ତ୍ରଣା ହୁଏ, ମାଢିର ଯନ୍ତ୍ରଣା ହଉଛି, ସେ ଏଠାରେ ତାକୁ ତାରି ସହିତ ତୁଳନା କରୁଛନ୍ତି। ସେ କହୁଛନ୍ତି ଯେତିକି ଆନନ୍ଦ ସେତିକି ପାଉଛନ୍ତି ଏବଂ ସେତିକି ଯନ୍ତ୍ରଣା ମଧ୍ୟ ପାଉଛନ୍ତି। ତେଣୁ ସେ ତାକୁ ଓଡିଆରେ କହୁଛନ୍ତି ଦାନ୍ତର ମାଢି ଗୁଡିକ ମାନେ ଯନ୍ତ୍ରଣାକୁ ଧାରଣ କରିଥିଲା ବେଳେ ତାର ଫଣା ଆନନ୍ଦକୁ ଧରିକି ରଖିଛି। ଆନନ୍ଦ ଓ ଯନ୍ତ୍ରଣା ଦିଟାର ମିଶ୍ରଣରେ ସେ କାର୍ଯ୍ୟ କରିକି ଚାଲିଛନ୍ତି। It rises from the deep inconscient deep, ସେ ଯୋଉ କୁଣ୍ଡଳୀକୃତ ସର୍ପ ବା ସେ ବିଶ୍ଵ ପ୍ରାଣ ଶକ୍ତି, ସେ ବିଶ୍ଵର ପ୍ରାଣ ଶକ୍ତିଟାକୁ ସେ କୁଣ୍ଡଳୀକୃତ ସର୍ପ ବୋଲି କହୁଛନ୍ତି। ସେ ମାନେ ଉଠୁଛନ୍ତି କେମିତି ନା ଗଭୀର ଅସ୍ପଷ୍ଟ ବା ଅବଚେତନା ଭିତରୁ ସେ ଉଠି ଚାଲିଛନ୍ତି। ଖୁବ ଗଭୀର ଅସ୍ପଷ୍ଟ, ଯୋଉଟା ମାନେ ଦେଖା ବି ଯାଉନି, କାରଣ ଅପକଲିଂ ଥ୍ରୋ ଦ ମାଇଣ୍ଡ ଆଣ୍ଡ ହାର୍ଟ ଅଫ ମେନ୍,
ମାନେ କାହା ମାଧ୍ୟମରେ ସିଏ ତାକୁ ସେ ଯୋଉ କୁଣ୍ଡଳାକୃତ ହୋଇକି ଶୋଇଛି ସେଇଟା କାହା ମାଧ୍ୟମରେ ଖୋଲି ଖୋଲି ଯାଉଛି? ନାଇଁ, ମଣିଷର ମାଇଣ୍ଡ ଆଣ୍ଡ ହାର୍ଟ, ମଣିଷର ମନ ହୃଦୟ ମଧ୍ୟ ଦେଇ ସେ କାର୍ଯ୍ୟ କରୁଛନ୍ତି, ତାରି ମଧ୍ୟ ଦେଇ ସେ ଖୋଲି ଖୋଲି ଯାଉଛନ୍ତି। Then touches on some heights of luminous sleep, ସେ ଉଠି ଉଠି ଯାଇ ସେଇ ଉଚ୍ଚତର ଶିଖରରେ ଯାଇକି ପହଞ୍ଚୁଛନ୍ତି। ମାନେ ସେ ତାକୁ ସ୍ପର୍ଶ କରୁଛନ୍ତି କୋଉଠି ନା ଉତ୍ତୁଙ୍ଗ ଉଚ୍ଚତାକୁ। ଆଉ ମାନେ ଆଉ ଗୋଟିଏ ତନ୍ଦ୍ରା ଭିତରେ ମାନେ ଆଉ ଗୋଟିଏ ଉଜ୍ଜଳ ନିଦ୍ରା ଭିତରେ, ଅର୍ଥାତ୍ ଉଚ୍ଚରେ ବି ଯେତେବେଳେ ସେ ରହିଥିଲେ ଆଉ ନିମ୍ନରେ ଆମର ରହିଥିଲା କୋଉଟା? ପ୍ରାଣ ଶକ୍ତିଟା। ତେଣୁ ସିଏ ଉଚ୍ଚରେ ରହିଥିଲେ କିଏ? ଭଗବାନ। ତେଣୁ ସିଏ ଉଚ୍ଚରେ ରହିଛନ୍ତି ଆଉ ପ୍ରାଣ ଶକ୍ତିଟା ନିମ୍ନରେ ରହିଛି। ତେଣୁ ସେ ମଧ୍ୟ ସେଇ ଭଗବାନଙ୍କର ଉଚ୍ଚରେ ଥିବା ସେଇ ଯୋଉ ସ୍ଥାନରେ ରହିଛନ୍ତି ତାକୁ ସେ ସ୍ପର୍ଶ କରୁଛି ବା ଛୁଁଛି। ତେଣୁ ଭଗବାନ ନୀରବରେ ଯେଉଁଠି ବସିଛନ୍ତି, ନିସ୍ତବ୍ଧରେ ଯୋଉଠି ସବୁ ରହିକି ଦେଖୁଛନ୍ତି, କୋଉଠି ନା ସେଇ ସମଗ୍ର ଉଚ୍ଚତାରେ, ସେଇ ଉଚ୍ଚତାକୁ ସେ ମଧ୍ୟ ସ୍ପର୍ଶ କରୁଛି। The bliss and the splendor of eternal life. ତେଣୁ ସେ କୋଉଠି ଅଛନ୍ତି ନା ଆମେ ଜାଣିବା ସେ ରହିଛନ୍ତି ଆନନ୍ଦ ଭିତରେ ରହିଛନ୍ତି। ଆଉ ସେଇ ଔଜ୍ଜଲ୍ୟ ଭିତରେ, ସେଇ ଉଜ୍ଜ୍ୱଳତା ଭିତରେ, ସେଇ ଶାଶ୍ୱତ ଭୂମିରେ, ସେ ଚିର ନିଦ୍ରାରେ, କୋଉଠି ନା ସେଇ ଉତ୍ତଙ୍ଗ ଉଚ୍ଚତାରେ ଯିଏ ଆନନ୍ଦ ଆଉ ଯିଏ ଔଜ୍ଜଲ୍ୟ, ସେଇ ଉଚ୍ଚତାକୁ, ସେଇ ଉତ୍ତୁଙ୍ଗତାକୁ ସେ ସ୍ପର୍ଶ କରୁଛି। ଯେ ମୋର ସେଇ ମାନେ ପ୍ରଭୁ କହୁଛନ୍ତି ମୋର ସେହି ଅନ୍ତରରେ ଶୋଇଥିବା ଶକ୍ତିଟା ଯେତେବେଳେ ଜାଗ୍ରତ ହେଉଛି ମନ ଆଉ ହୃଦୟ ମଧ୍ୟ ଦେଇ, all this I bear in me untouched and still। ପ୍ରଭୁ କହୁଛନ୍ତି ମାନେ ମୁଁ ସବୁଠୁ ମୁକ୍ତ ହୋଇ ରହିଛି, କେହି ମତେ ସ୍ପର୍ଶ କରିପାରୁନାହାନ୍ତି। ମାନେ ଆମେ ଜାଣିବା ଯେମିତି ପଦ୍ମ ପତ୍ରରେ ପାଣି ରହିଥିଲେ ବି ସେ ତାର ଜଳକୁ ସ୍ପର୍ଶ କରୁନାହିଁ ପତ୍ର, ତା ଉପରେ ଢଳ ଢଳ ହଉଛି, ଯୁଆଡେ ବି ଗଡେଇ ଦେଲେ ସେ ଗଡି ଯାଉଛି। କିନ୍ତୁ ପତ୍ର ତାକୁ ଭିଜେଇ ଦେଇ ମାନେ ସେ ପତ୍ରକୁ ଭିଜେଇ ଦେଇ ପାରୁନାହିଁ। ମାନେ ଦରକାର ହେଲେ ସେ ପତ୍ର ଉପରେ ରହି ଯାଉଛି, ଦରକାର ହେଲେ ସେ ପୁରା ତଳକୁ ପଳେଇ ଆସିବା ମୁକ୍ତ ହେଇକି ପଳେଇ ଯାଉଛି, କିନ୍ତୁ ସେ ତାକୁ ଭିଜେଇ ପାରୁନାହିଁ। ତେଣୁ ସେ କହୁଛନ୍ତି ଠିକ ସେଇ ପଦ୍ମ ପତ୍ର ପରି ଯୋଉ ସାକ୍ଷୀ ଆତ୍ମା, ମାନେ ସାକ୍ଷୀ ଆତ୍ମା ମାନେ ଏଇ ଯେତେ ଯେତେ କଥା ସବୁ ବର୍ଣ୍ଣନା କରାହେଲା, ଏଇ ସବୁ ଗୁଡାକୁ ସେ ଧାରଣ କରିକି ରହିଛନ୍ତି ସତ, କିନ୍ତୁ ଏକଦମ ନିସ୍ତବ୍ଧ ନିଶ୍ଚଳ ହୋଇ ରହିଛନ୍ତି। କେହି ସ୍ପର୍ଶ କରିପାରୁନି କି କାହା ସହିତ ମାୟା ଆସକ୍ତ ଆଉ ବନ୍ଧନ କିଛି ତାକୁ ସ୍ପର୍ଶ କରିପାରୁନାହିଁ କି ତାକୁ ବାନ୍ଧି ପାରୁନାହିଁ, ସବୁଥିରୁ ସେ ମୁକ୍ତ ହେଇକି ରହିଛନ୍ତି। Assenting to thou all wise inscrutable will, ଯେହେତୁ ମୁକ୍ତ ହୋଇଅଛନ୍ତି ତେଣୁ ସେ କହୁଛନ୍ତି ମୁଁ ଯେହେତୁ ସବୁଥିରୁ ମୁଁ ମୁକ୍ତ ହେଇଯାଇଛି, ତେଣୁ ମୋର ଆତ୍ମାକୁ, ମୋର ଏଇ ଜୀବନକୁ ମୁଁ କୁଆଡେ ନେଇ ଚାଲିଛି, ମାନେ ମୁଁ କୋଉଠିକୁ ନବାକୁ ପଡିବ ବା ମୁଁ କୋଉଠିକୁ ନେଇ ଚାଲିଛି, ସେ କହୁଛନ୍ତି ଉର୍ଦ୍ଧ୍ୱରୁ ଉର୍ଦ୍ଧାୟିତକୁ, ମାନେ ଉଚ୍ଚରୁ ଆହୁରି ଉଚ୍ଚତମ ଶିଖରକୁ ନେଇ ଚାଲିଛି। କେଉଁ ମାନେ ସେ ନେଇ ଶେଷରେ କେଉଁଠିକି ଯିବେ ନା ସେଇ ଦୁର୍ବଳ ସଂକଳ୍ପ ଦିଗରେ, ସେଇ ସର୍ବଜ୍ଞାତା ଯେ ସବୁ ଜାଣିଛନ୍ତି, ଯାହାକୁ କି କେହି ଛୁଇଁ ପାରୁନାହାନ୍ତି, ଦେଖି ପାରୁନାହାନ୍ତି, ଯିଏ ସବୁ ଜାଣିଛନ୍ତି, ସମସ୍ତଙ୍କୁ ଦେଖୁଛନ୍ତି, କିନ୍ତୁ ତାଙ୍କୁ କେହି ସହଜରେ ଛୁଇଁ ପାରୁନାହାନ୍ତି କି ଦେଖି ପାରୁନାହାନ୍ତି କି ବୁଝି ପାରୁନାହାନ୍ତି। ସେଇ ପ୍ରକାର ଉଚ୍ଚତାକୁ, ଉତ୍ତୁଙ୍ଗତାକୁ ମୁଁ ମୋର ଆତ୍ମାକୁ ମାନେ ଉର୍ଦ୍ଧାୟିତ କରିବାରେ ବ୍ୟସ୍ତ ଅଛି। ପ୍ରଭୁ କହୁଛନ୍ତି
ସେଇ ପ୍ରକାର ମାନେ ସ୍ଥାନକୁ ମୁଁ ମୋର ଆତ୍ମାକୁ ନବା ପାଇଁ ମୁଁ ଚାହୁଁଛି। ଯେଉଁ ପ୍ରାଜ୍ଞ, ଯେଉଁ ବିଜ୍ଞ, ଯେଉଁ ସର୍ବଜ୍ଞାତା ଯାହାକୁ ସହଜରେ ବୁଝି ହେଉନାହିଁ, ମୁଁ ସେଇ ପର୍ଯ୍ୟନ୍ତ ମୋର ଆତ୍ମାକୁ, ମୋର ସେଇ ସାକ୍ଷୀ ସତ୍ତାଙ୍କୁ ନେଇ ମୁଁ ଚାଲିଛି। ମାନେ କାହା ମାଧ୍ୟମରେ ମୁଁ ନେଇ ଚାଲିଛି ନା କେବଳ ମୋର ମନ ଆଉ ହୃଦୟ ମାଧ୍ୟମରେ, ମନ ଆଉ ହୃଦୟ ମଧ୍ୟ ଦେଇ। କିନ୍ତୁ ମୁଁ ସବୁରି ଭିତରେ ଅଛି କି ନା, ମୁଁ ସମସ୍ତଙ୍କ ଠାରୁ ପୁଣି ନିଜକୁ ମୁକ୍ତ କରି ରଖିଛି। ଯେମିତି ପଦ୍ମପୁତ୍ରରେ ଜଳ ରହିଛି, କିନ୍ତୁ ସେ କିଛି ବି ଫରକ ପଡୁନି, ତାକୁ ଉଦାକୁ ଭିଜେଇ କରିପାରୁନି, ମାନେ ଉଦା କରିପାରୁନି। ସେଇଥିପାଇଁ ଆତ୍ମା ବା ମୋର ସାକ୍ଷୀ ସତ୍ତା ଉର୍ଦ୍ଧ୍ୱକୁ ମାନେ ଆରାମରେ, ସହଜରେ, ନିଃସନ୍ଦେହରେ ଉଠି ଉଠି ଚାଲିଛି। ତୁମର ସେଇ ଉତ୍ତୁଙ୍ଗ ଉଚ୍ଚତାକୁ ସ୍ପର୍ଶ କରିବା ପାଇଁ, ତୁମର ସେଇ ସର୍ବଜ୍ଞତା, ତୁମର ସେହି ଔଜ୍ଜଲ୍ୟ, ତୁମର ସେହି ମହିମା, ତୁମର ସେହି ଦୁର୍ବୋଧ ସଂକଳ୍ପକୁ ବୁଝିବା ନିମନ୍ତେ, ତୁମର ସେହି ମହିମାକୁ ଜାଣିବା ନିମନ୍ତେ, ତୁମର ସେହି ଆନନ୍ଦକୁ ଉପଲବ୍ଧି କରିବା ନିମନ୍ତେ ମୁଁ ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱକୁ, ଉଚ୍ଚତାରୁ ଉତ୍ତୁଙ୍ଗତାକୁ ଉଠି ଉଠି ଚାଲିଛି। ମା ବନ୍ଦେ ମାତରମ୍। ବର୍ତ୍ତମାନ ଭାଇଙ୍କୁ ଅନୁରୋଧ ସେଇ କବିତାଟିର ନିର୍ଯାସ ଦେବା ପାଇଁ। ବନ୍ଦେ ମାତରମ୍। ଶୁଭ ସକାଳ। এই শুভ ସକାଳର ଗଭୀର ନୀରବତା ମଧ୍ୟରେ ମହାଦେବଙ୍କ ପ୍ରଭୁଙ୍କୁ ଶତ ପ୍ରଣାମ। ଉପସ୍ଥିତ ପ୍ରିୟ ଆତ୍ମାର ସାଥୀମାନଙ୍କୁ ଅନ୍ତରର ଶ୍ରଦ୍ଧା, ଶୁଭେଚ୍ଛା ଓ ନମସ୍କାର। ଅପା ସୁନ୍ଦର ଭାବରେ ଏହି ସନେଟଟିର ଆଲୋକପାତ କରିଛନ୍ତି। ପଂକ୍ତି ପାଇ ପଂକ୍ତି। ବର୍ତ୍ତମାନ ଆମେ ଦେଖିବା ଶିରୋନାମରେ କୁହାଗଲା ୱିଟନେସ୍ ସ୍ପିରିଟ୍, ସାକ୍ଷୀ ଆତ୍ମା। ସାକ୍ଷୀ କାହାକୁ କହନ୍ତି? ତାର ସଂଜ୍ଞା ପ୍ରଭୁ ଅନ୍ତତଃ ତାଙ୍କର ସନେଟର ଶେଷ ଧାଡ଼ିରେ ବର୍ଣ୍ଣନା କରିଛନ୍ତି। ଶେଷ ଧାଡ଼ିର ଦୁଇଟି ଶବ୍ଦ untouched and still, କାହାରି ସହିତ ସଂଯୁକ୍ତ ନ ହେଇ, ଆସକ୍ତ ନ ହେଇ ରହିବା ଏବଂ ସ୍ଥିର ହେଇକି ରହିବା। ଏହା ହେଉଛି ସାକ୍ଷୀର ଭାବ। ଘଟଣା ସହିତ ସଂଯୁକ୍ତ ନ ହେଇ, ଘଟଣାଠୁ ଦୂରରେ ରହି ଘଟଣାକୁ ଦେଖିବା ଏବଂ ତାକୁ ସ୍ଥିର ଭାବରେ ନିରୀକ୍ଷଣ କରିବା, ତାହା ହେଉଛି ସାକ୍ଷୀର କର୍ତ୍ତବ୍ୟ। ତେଣୁ ଯୋଉ ଆତ୍ମା ସାକ୍ଷୀ ହେଇକି ରହୁଛି, ସେ କାହାରି ସହିତ ସଂଯୁକ୍ତ ହେଇକି ରହୁନାହିଁ, ସେ ସମସ୍ତଙ୍କ ଠାରୁ ଅଲଗା ହେଇଯାଉଛି। ତେଣୁ ପ୍ରଭୁ ଏଠି এই ସନେଟଟି ଯୋଉ ତାଙ୍କର ଲିପିବଦ୍ଧ ହେଇଛି, ଯେତେବେଳେ ସେ ଅତିମାନସକୁ ଛୁଇଁବା ପାଇଁ ବା ଅତିମାନସକୁ ଅବତରଣ କରି ଆଣିବା ପାଇଁ ସାଧନାରତ ଥିଲେ, ସେହି ସମୟରେ ତାଙ୍କର ଯୋଉ ଅନୁଭୂତି ହେଇଥିଲା, ସେ ଅନୁଭୂତିକୁ ସେ ବର୍ତ୍ତମାନ ତାଙ୍କ ଲେଖନୀ ମୁନରେ ଲିପିବଦ୍ଧ କରୁଛନ୍ତି। ସେ ସେତେବେଳେ ସାଧନାର ସର୍ବୋଚ୍ଚ ସ୍ତରରେ ଉପନୀତ ହେଇଥିଲେ। ବିଶ୍ୱର ପତିତ ହେଇକିରି ସେ ଅନ୍ତତଃ ରହିଥିଲେ। ଅତିମାନସ ଭୂମିକୁ ସ୍ପର୍ଶ କରି ସାରିଥିଲେ। ବିଶ୍ୱାସିତ ଅବସ୍ଥାରେ ସେ ଅବସ୍ଥାନ କରୁଥିଲେ ଏବଂ ବିଶ୍ୱଠାରୁ ଅଲଗା ହେଇ ସେ ସମଗ୍ର ବିଶ୍ୱକୁ ପ୍ରଦର୍ଶନ କରୁଥିଲେ, ନିରୀକ୍ଷଣ କରୁଥିଲେ। ଏହି କଥା ସେ ଅନ୍ତତଃ ଏହି ସନେଟରେ କରିଛନ୍ତି।
ସେଥିପାଇଁ ତାଙ୍କର ପ୍ରଥମ ଲାଇନରେ ସେ କହୁଛନ୍ତି ଯେ ଆଇ ଡୁଏଲ୍ ଇନ୍ ଦ ସ୍ପିରିଟ୍ କାମ୍ ଅଥିଙ୍କ୍ ଅନୁଭବ। ମୁଁ ଏମିତି ଏକ ଆତ୍ମା ଭିତରେ ବାସ କରୁଛି ଯାହାକୁ କେହି ଘୁଞ୍ଚେଇ ପାରିବେ ନାହିଁ, କେହି ବିଚଳିତ କରିପାରିବେ ନାହିଁ। ତ ଅବିଚଳିତ ଆତ୍ମା ଭିତରେ ମୁଁ ଅନ୍ତତଃ ବର୍ତ୍ତମାନ ରହିଛି। And watch the actions of thy vast world force। এই ଯୋଉ ଦ୍ୱିତୀୟ ପଂକ୍ତିଟି ସେ କହିଲେ, ତୁମର ଏ ବିଶ୍ୱ ଭିତରେ ତୁମର ଶକ୍ତି କେମିତି କ୍ରିୟାଶୀଳ ହଉଛି ତାକୁ ମୁଁ ଅନ୍ତତଃ ନିରୀକ୍ଷଣ କରୁଛି। ତା ଅର୍ଥ ଏଇଥିରୁ ସୂଚିତ ହଉଛି କି ଅନ୍ତତଃ ସମଗ୍ର ବିଶ୍ୱଠାରୁ ଅଲଗା ହେଇ ବିଶ୍ୱାସିତ ଅବସ୍ଥାରେ ରହିକିରି ସମଗ୍ର ବିଶ୍ୱ ଶକ୍ତିର ପରିଚାଳନାକୁ ସେ ଅନ୍ତତଃ ଉପଲବ୍ଧି କରିଛନ୍ତି ଏବଂ ନିରୀକ୍ଷଣ କରୁଛନ୍ତି। It's mighty winds that through infinity move। ସେଇ ଯୋଉ ବିଶ୍ୱ ଶକ୍ତି ପରିଚାଳିତ ହଉଛି, ଭାଷ୍ଟ ୱାର୍ଲଡ ଫୋର୍ସ, ଏଇଟା ତୁମର ଶକ୍ତି। ତା ଦ୍ୱାରା ତୁମେ ଯେମିତି ଗୋଟେ ପକ୍ଷଯୁକ୍ତ ପକ୍ଷୀ, ବିଶାଳ ପକ୍ଷୀ ଆକାଶରେ ଉଡ଼ିଯାଏ ଅନବରତ, ସେଇଭଳି ଭାବରେ ତୁମର ଯୋଉ ବିରାଟ ଶକ୍ତି, ବିଶାଳ ଶକ୍ତି, ୱାର୍ଲଡ ଫୋର୍ସ କାମ କରୁଛି ବିଶ୍ୱ ଭିତରେ। ସେ କଣ କରୁଛି, କୋଉଠି ସେ କାମ କରୁଛି? ଥ୍ରୋ ଇନଫିନିଟି ମୁଭ୍, ଅସୀମତା ଭିତରେ ସେ କାର୍ଯ୍ୟ କରୁଛି। ସସୀମତା ଭିତରେ ନୁହଁ, ସେ ଅସୀମତା ଭିତରେ କାର୍ଯ୍ୟରତ ରହିଛି ସେ ବିରାଟ ଶକ୍ତି, ଏବଂ ସେ ତାର ବିରାଟ ପକ୍ଷକୁ ସଞ୍ଚାଳିତ କରି ସେ କାର୍ଯ୍ୟ ଭିତରେ ପରିଚାଳନା କରୁଛି ସମସ୍ତଙ୍କୁ। ଏବଂ ତା ଭିତରେ ଯୋଉ ପ୍ରଚଣ୍ଡ ପ୍ରାଣ ଶକ୍ତି ରହିଛି, ଡେଥଲେସ୍ ହର୍ସ, ହର୍ସ ହଉଛି ପ୍ରାଣ ଶକ୍ତି, ପ୍ରଚଣ୍ଡ ପ୍ରାଣ ଶକ୍ତି ତା ଭିତରେ ଯୋଉ ରହିଛି ସେ ହଉଛି ଅମର, ମୃତ୍ୟୁହୀନ ପ୍ରାଣ ଶକ୍ତି, ପ୍ରଚଣ୍ଡ ପ୍ରାଣ ଶକ୍ତି। ସେ ଯୋଉ କାଳକୁ ନେଇକିରି, ମହାକାଳକୁ ନେଇକିରି ଯୋଉ ପ୍ରଚଣ୍ଡ ପ୍ରାଣ ଶକ୍ତି କାର୍ଯ୍ୟରତ ରହିଛି, ମୁଁ ସେଇଆକୁ ଅବଲମ୍ବନ କରୁଛି। ତେଣୁ ଏଠି ବିଶ୍ୱ ଭିତରେ ଯୋଉ କ୍ରିୟା ଚାଲିଛି, ମହାଶକ୍ତିଙ୍କର କ୍ରିୟା, ସେଥିରେ ପ୍ରଚଣ୍ଡ ପ୍ରାଣ ଶକ୍ତି ତା ଦେହରେ ସଂଯୋଜିତ ହେଇଛି ଏବଂ ମହାକାଳ ମଧ୍ୟ ତା ସହିତ ସଂଯୋଜିତ ହେଇଛି। ଏ ମହାକାଳର ପଦକ୍ଷେପରେ ସେଇ ପ୍ରଚଣ୍ଡ ପ୍ରାଣ ଶକ୍ତି ଯିଏକି ମୃତ୍ୟୁହୀନ, ସିଏ ଅନ୍ତତଃ ଏଇ କାର୍ଯ୍ୟ ସବୁ ତୁମର କରିଚାଲିଛି, ମୁଁ ସେଇଟାକୁ ଅବଲୋକନ କରୁଛି, ନିରୀକ୍ଷଣ କରୁଛି। ଏଇ କଥା ପ୍ରଥମ ସ୍ତନ୍ଧରେ କୁହାହେଲା। ଦ୍ୱିତୀୟ ସ୍ତନ୍ଧରେ କୁହାହେଲା, the mute stupendous energy that hoods the stars and the nebulas in its long train, ମୁଁ ଦେଖୁଛି ଯେ ତୁମର ସେ ଯୋଉ ପ୍ରଚଣ୍ଡ ବିଶାଳ ମହାଶକ୍ତି, ସେ କଣ କରୁଛି ନା ଘୁରଉଛି ସମସ୍ତଙ୍କୁ। କାହାକୁ ଘୁରଉଛି? ତାରକା ମଣ୍ଡଳୀ ଏବଂ ନିହାରିକା ମଣ୍ଡଳୀକୁ ସେ ଘୁରଉଛି। ନିହାରିକା ମଣ୍ଡଳୀ ଆମେ ଜାଣିଛେ ଯୋଉଠି ଗୋଟେ ଲମ୍ବା ଲାଞ୍ଜ ଭଳି ଅନ୍ତତଃ ବହୁତ ଅସଂଖ୍ୟ ନକ୍ଷତ୍ର ମଣ୍ଡଳୀ ଏକତ୍ର ହେଇକିରି ଗୋଟେ ଲମ୍ବା ଲାଞ୍ଜ ଭଳି ଆକାଶରେ ପଡିଥାନ୍ତି, ତାକୁ ନିହାରିକା କହନ୍ତି। ତେଣୁ ସେଇ ନିହାରିକା ମଣ୍ଡଳୀ ତାର ଯୋଉ ଦୀର୍ଘ ପୁଚ୍ଛ ବିସ୍ତାର କରିକି ରହିଛି ଆକାଶରେ, ଏବଂ ଯୋଉ ତାରକାମାନେ ଚାରିଆଡେ ରହିଛନ୍ତି, ସେମାନଙ୍କୁ ତାଙ୍କ ନିଜ କକ୍ଷ ଚାରିପଟରେ ଘୂର୍ଣ୍ଣାୟମାନ କରାଉଛି ଯୋଉ ତୁମର ପ୍ରଚଣ୍ଡ ବିଶାଳ ଶକ୍ତି। ମୁଁ ତାକୁ ହିଁ ଅବଲୋକନ କରୁଛି।
ତାପରେ ମୁଁ କାହାକୁ ଅବଲୋକନ କରୁଛି? ମୋର ନିଜ ଅଭ୍ୟନ୍ତରକୁ ଅବଲୋକନ କରୁଛି। ବର୍ତ୍ତମାନ ସମଗ୍ର ସୃଷ୍ଟିକୁ ଅବଲୋକନ କରିସାରିଲା ପରେ, ସାରା ବିଶ୍ୱକୁ ଅବଲୋକନ କରିସାରିଲା ପରେ ମୁଁ ବର୍ତ୍ତମାନ ମୋର ଅଭ୍ୟନ୍ତରକୁ ଯାଉଛି ଏବଂ ସେଠି ମୁଁ ଅବଲୋକନ କରୁଛି କଣ ନା ଗୋଟେ ବିରାଟ ସର୍ପ କୁଣ୍ଡଳୀକୃତ ହେଇକିରି ମୋ ଭିତରେ ଶୟନ କରିଛି ଏବଂ ସେ ବିରାଟ ସର୍ପ ମୋ ଭିତରେ ଯୋଉ କୁଣ୍ଡଳୀକୃତ ହେଇଛି, ଯାହାକୁ କି ଆମର ଯୋଗ ପଦ୍ଧତିରେ କୁଣ୍ଡଳିନୀ ଶକ୍ତି ବୋଲି କୁହାଯାଉଛି, ପ୍ରାଇମାଲ ଏନର୍ଜି, ପ୍ରଥମ ପ୍ରାଣ ଶକ୍ତି। ସେ ଆମର ମୂଳାଧାର ଭିତରେ ସେ କାର୍ଯ୍ୟ କରୁଛି। ଏ ମୂଳାଧାର ଭିତରେ ସେ ନିଜକୁ କୁଣ୍ଡଳୀକୃତ ହେଇକିରି ସୁପ୍ତ ହେଇକି ରହିଛି ଏବଂ ମୁଁ ଦେଖୁଛି ସେ ସୁପ୍ତ ହେଇକି ରହିଥିଲା। ତାର ଗୋଟେ ଯୋଉ ମସ୍ତକ ଥିଲା, ସେ ହଉଛି ହୀରକ ରଞ୍ଜିତ। ହୀରକ ମାନେ ପ୍ରଜ୍ୱଳିତ ତାର ମସ୍ତିଷ୍କ ଏବଂ ତାରି ଭିତରେ ରଖିଥିଲା ସେ ଦୁଇଟି ଜିନିଷ, ଗୋଟିଏ ହଉଛି ଜୟ ଆଉ ଗୋଟିଏ ହଉଛି ପେନ୍। ଯନ୍ତ୍ରଣାକୁ ତା ଭିତରେ ରଖିଥିଲା, ଆନନ୍ଦକୁ ବି ତା ଭିତରେ ରଖିଥିଲା। ତେଣୁ ସେଇ ଯୋଉ ମୋ ଭିତରେ ମୁଁ ଯୋଉ ଯନ୍ତ୍ରଣା ପାଉଛି ଏବଂ ଆନନ୍ଦ ମଧ୍ୟ ପାଉଛି, ଯନ୍ତ୍ରଣା ସେ କହୁଛନ୍ତି ଯେ ଦନ୍ତ ଜନିତ ଯନ୍ତ୍ରଣା ଯେମିତି ହୁଏ ସେମିତି ମୁଁ ଯନ୍ତ୍ରଣା ଲାଭ କରୁଛି ଏବଂ ତା ଛଡା ଆନନ୍ଦ ମଧ୍ୟ ମୁଁ ଲାଭ କରୁଛି। ତେଣୁ ସେଇ ଯୋଉ ତାର ଆନନ୍ଦ ଯେତେବେଳେ ଲାଭ କରୁଛି, ତାର ମସ୍ତକର ଯୋଉ ହୀରକ ସଦୃଶ ମସ୍ତକ ଅଛି ସେଇଟାକୁ ମୁଁ ଦେଖିବାକୁ ପାଉଛି। ସେଇଥିରେ ଆନନ୍ଦ ଭରି ହେଇଛି। ତାର ଯୋଉ ଦନ୍ତପନ୍ତି ଗୁଡାକ ରହିଛି ସେଗୁଡାକ ଯନ୍ତ୍ରଣାରେ ଭରି ହେଇଛି। ତେଣୁ ଏଇଭଳି ଭାବରେ ମୁଁ ସର୍ପଟିକୁ ମୋ ଭିତରେ ଦେଖୁଛି। ତାପରେ ତୃତୀୟ ସ୍କନ୍ଧରେ ସେ କହୁଛନ୍ତି, it rises from the dim inconscient deep, upcoiling through the minds and hearts of men. ତାପରେ ମୁଁ ଦେଖୁଛି ସେଇ ଯୋଉ ହୀରକ ମସ୍ତକ ବିଶିଷ୍ଟ ସପ୍ତ ମାନେ ସର୍ପ ମୋ ଭିତରେ କୁଣ୍ଡଳୀକୃତ ହେଇକିରି ଶୋଇଥିଲା, ସେ ବର୍ତ୍ତମାନ ମସ୍ତକ ଉତ୍ତୋଳନ କରିକିରି ଉପରକୁ ଉଠୁଛି। ଯୋଉ ଇନକନସିଏଣ୍ଟରେ ସେ ଶୋଇଥିଲା, ନିଶ୍ଚେତନା ଭିତରେ ସେ ଶୋଇଥିଲା, ନିଶ୍ଚେତନା ଭିତରେ ଅନନ୍ତ ଶକ୍ତିକୁ ଧାରଣ କରିକିରି ସେ ଶୋଇଥିଲା ଏବଂ ସେ ଅନନ୍ତ ଶକ୍ତିକୁ ଧାରଣ କରି ରହିଥିବା ସେ ଯୋଉ ସର୍ପ, ବିରାଟ ସର୍ପ କୁଣ୍ଡଳିନୀ ଶକ୍ତି, ସେ କୁଣ୍ଡଳିନୀ ଶକ୍ତି ତାର କୁଣ୍ଡଳୀକୃତ ଅବସ୍ଥାକୁ ପରିତ୍ୟାଗ କରି ସେ ବର୍ତ୍ତମାନ ଊର୍ଧ୍ୱକୁ ଉଠୁଛି। ଇଟ୍ ରାଇଜେସ୍ ଫ୍ରମ୍ ଦି ଡିପ୍ ଇନକନସିଏଣ୍ଟ ଡିପ୍। ଗଭୀର ନିଶ୍ଚେତନା ଭିତରୁ ସେ ବର୍ତ୍ତମାନ ଊର୍ଧ୍ୱକୁ ଉତ୍ତୋଳିତ ହେଉଛି। ତାର କୁଣ୍ଡଳୀକୁ ସେ ଖୋଲୁଛି, ଅଫ୍ କଏଲିଂ। ସେ ଖୋଲି ଖୋଲି ଉପରକୁ କୁଆଡେ ଯାଉଛି? ଥ୍ରୋ ଦି ମାଇଣ୍ଡ ଆଣ୍ଡ ହାର୍ଟ ଅଫ୍ ମ୍ୟାନ୍। ମଣିଷର ମନ ଭିତରକୁ ସେ ଆସୁଛି, ତାର ମସ୍ତକ ଭିତରକୁ ଉପରକୁ ଉଠୁଛି ଏବଂ ତା ହୃଦୟ ଭିତରକୁ ମଧ୍ୟ ଉପରକୁ ଉଠୁଛି। ତାପରେ ସେ କୁଆଡେ ଯାଉଛି ସେଠୁ ଉଠିକିରି ଦେନ୍ touches on some height of luminous sleep the bliss and splendor of the eternal plane. ତାପରେ ସେ ମସ୍ତିଷ୍କ ଏବଂ ହୃଦୟ ଭିତରକୁ ଉତ୍ତୋଳିତ ହେଇ କ୍ରମେ ସେ ଊର୍ଧ୍ୱକୁ ଉଠି ଉଠି ଚାଲିଛି ଏବଂ ସ୍ପର୍ଶ କରୁଛି ଯାଇକିରି କୋଉଠି ନା ଯୋଉଠି କି ଗୋଟେ ଉଜ୍ଜଳ ସମୁଚ୍ଚ ଉଚ୍ଚତା, ଯୋଉ ଉଜ୍ଜଳିମାର ସମସ୍ତ ଉଚ୍ଚତା ଯୋଉଠିକି ସୁପ୍ତ ହେଇକି ରହିଛି, ତା ଭିତରେ କେବଳ ଦିବ୍ୟ ଆନନ୍ଦ ରହିଛି, ଐଶ୍ୱର୍ଯ୍ୟ ରହିଛି ଏବଂ ଶାଶ୍ୱତ ପ୍ରଶାନ୍ତି ବିରାଜମାନ କରୁଛି। ସେଇ ପର୍ଯ୍ୟନ୍ତ ସେ ଯାଉଛି ସେଠିକି। ଏଇ ସ୍ଥାନରୁ ଆମେ ବୁଝିବା ଆମର ଯୋଉ
ସାଧନା ମାର୍ଗରେ ଯୋଉ ଆମ ଭିତରେ 7ଟି ଚକ୍ର ରହିଛି, ଯୋଉ କୁହାଯାଇଛି ଆମର ଯୋଉ ମୂଳାଧାର, ଅଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ, ଆଜ୍ଞା, ସହସ୍ରାର, ଏ ଯୋଉ 7ଟି ଚକ୍ର ରହିଛି ସେ ବର୍ତ୍ତମାନ କୁଣ୍ଡଳୀକୃତ ଅବସ୍ଥାରେ ମୂଳାଧାରରେ ରହିଛି, ସର୍ବନିମ୍ନ ଅବସ୍ଥାରେ ନିଶ୍ଚେତନା ଭିତରେ ରହିଛି। ସେଠାରେ ସର୍ପ ସେ ଉପରକୁ ଉଠୁଛି, ପ୍ରାଣ ଶକ୍ତିର ସର୍ପ, ସେ ଶକ୍ତିକୁ ପୁରାପୁରି ପ୍ରତ୍ୟେକ ସ୍ଥିତି ଭିତରେ ସେ ନିଜକୁ ଖୋଲି ଖୋଲି ଯାଉଛି। ପ୍ରତ୍ୟେକ ସ୍ଥିତି ଭିତରେ ଯୋଉ ମୁଦ୍ରିତ ହେଇକି ଥାଏ ଶକ୍ତିପୁଞ୍ଜ ସେ ଖୋଲି ଖୋଲି ଯାଉଛନ୍ତି। ତେଣୁ ସେ ମୂଳାଧାରରୁ ଆସିକିରି ଅଧିଷ୍ଠାନ ଭିତରେ ପହଞ୍ଚୁଛି, ଅଧିଷ୍ଠାନରୁ ମଣିପୁର ନାଭି କେନ୍ଦ୍ର ଭିତରେ ପହଞ୍ଚୁଛି, ନାଭି କେନ୍ଦ୍ରରୁ ଅନାହତ ହୃଦୟ କେନ୍ଦ୍ର ଭିତରେ ପହଞ୍ଚୁଛି, ହୃଦୟ କେନ୍ଦ୍ରରୁ ଆଜ୍ଞା ଚକ୍ର କଣ୍ଠ ଚକ୍ର ଭିତରେ ପହଞ୍ଚୁଛି, ବିଶୁଦ୍ଧ ଚକ୍ର ଭିତରେ ପହଞ୍ଚୁଛି, ତାପରେ ଆଜ୍ଞା ଚକ୍ର ଦୃଢତା ମଧ୍ୟରେ ପହଞ୍ଚୁଛି ଏବଂ ତାପରେ ସହସ୍ରାର ମସ୍ତିଷ୍କର ଉର୍ଦ୍ଧ୍ୱ ଭାଗରେ ଯାଇକିରି ପହଞ୍ଚୁଛି। ଯୋଉ ମସ୍ତିଷ୍କର ଉର୍ଦ୍ଧ୍ୱ ଭାବରେ ସହସ୍ରାର ପରେ ସେଇଠି ରହିଛି ଦି ବ୍ଲିସ୍ ଆଣ୍ଡ ସ୍ପ୍ଲେଣ୍ଡର ଅଫ ଦ ଇଟର୍ନାଲ ପିସ୍। ତାରି ଭିତରେ ରହିଛି ସେଇ ଯୋଉ ଐଶ୍ୱର୍ଯ୍ୟ, ଆନନ୍ଦ ଏବଂ ପରମ ଶାନ୍ତି ପ୍ରଶାନ୍ତିର କ୍ଷେତ୍ର ସେଇ ସହସ୍ରାର। ସେଇ ପର୍ଯ୍ୟନ୍ତ ତାକୁ ସେ ଟଚ୍ କରିକିରି ସ୍ପର୍ଶ କରିକିରି ସେଇ ଯୋଉ ସର୍ପଟି ଅନ୍ତତଃ ମୋ ଭିତରେ କୁଣ୍ଡଳାକୃତ ହେଇକି ଶୋଇଥିଲା, କୁଣ୍ଡଳୀକୃତ ହେଇକିରି ସେ ବର୍ତ୍ତମାନ ଉଠି ଉଠି ଯାଉଛି। ତା ଅର୍ଥ ମୋ ଭିତରର ଶକ୍ତିପୁଞ୍ଜ ସବୁକିଛି କ୍ରମଶଃ ଅନ୍ତତଃ ମାନେ ଖୋଲି ଖୋଲି ଯାଉଥିବାର ମୁଁ ବର୍ତ୍ତମାନ ଦେଖୁଛି। ଏଇ କଥା ସେ ନିଜ ଭିତରେ ଦେଖୁଛନ୍ତି। ତାପରେ ସେ କହୁଛନ୍ତି ଅଲ୍ ଦିସ୍ ଆଇ ବିୟର ଇନ୍ ମି। ସେ କହୁଛନ୍ତି ଏଇ ସବୁ କଥାଟା ମୋ ଭିତରେ ମୁଁ ଅନ୍ତତଃ ବହନ କରି ଚାଲିଛି। ତାମାନେ ସମଗ୍ର ବ୍ରହ୍ମାଣ୍ଡକୁ ସେ ଅନ୍ତତଃ ତାଙ୍କ ଭିତରେ ବହନ କରି ଚାଲିଛନ୍ତି ଏବଂ ସେଇ ଯୋଉ ଷଡ଼ଚକ୍ର ସପ୍ତ ଚକ୍ରକୁ ତାଙ୍କ ଭିତରେ ବହନ କରି ଚାଲିଛନ୍ତି ଏବଂ ସେଇ ଯୋଉ ବିଶ୍ୱ ସମଗ୍ର ବିଶ୍ୱକୁ ତାଙ୍କ ଭିତରେ ନିଜ ଭିତରେ ବହନ କରି ଚାଲିଛନ୍ତି। ବିଶ୍ୱତୀର୍ଣ୍ଣ ଅବସ୍ଥାରେ ସେ ଏଇଗୁଡିକ ସବୁ ଦେଖୁଛନ୍ତି ଯେ ତାଙ୍କ ମୋ ଭିତରେ ମୁଁ ୟାକୁ ସବୁ ବହନ କରି ଚାଲିଛି, କିନ୍ତୁ ମୁଁ ସେମାନଙ୍କ ଠାରୁ ଅନଟଚ୍ଡ ହେଇକି ରହିଛି ଆଣ୍ଡ ଷ୍ଟିଲ୍ ହେଇକି ରହିଛି। ମୁଁ ସେମାନଙ୍କ ଠାରୁ ସଂଯୁକ୍ତ ହେଇକି ରହିନାହିଁ, ତାଙ୍କ ସହିତ ଆଟାଚ୍ ହେଇକି ରହିନାହିଁ, ଆସକ୍ତି ହେଇକି ରହିନାହିଁ, ଅନାସକ୍ତ ଭାବରେ ମୁଁ ରହିଛି ଏବଂ ସ୍ଥିର ଭାବରେ ରହିଛି। assenting to thy all wise inscrutable will। ତୁମର ଯୋଉ ରହସ୍ୟମୟ ଇଚ୍ଛା ଅଛି ହେ ପ୍ରଭୁ, ତୁମେ ଯୋଉ ସୃଷ୍ଟି ନିର୍ମାଣ କରିଛ, ତୁମର ଯୋଉ ସୃଷ୍ଟିର ନିର୍ମାଣ କାର୍ଯ୍ୟରେ ତୁମେ ଅପୂର୍ବ ରହସ୍ୟମୟ କାର୍ଯ୍ୟ ସବୁ କରିଚାଲିଛ ତୁମର ଇଚ୍ଛା ଅନୁସାରେ। ଅଲ୍ ୱାଇଜ୍ ସେ ହେଉଛି ସର୍ବଜ୍ଞାତା, ସବୁ କିଛି ଜାଣିଛି। ସେ ଇଚ୍ଛା ଶକ୍ତି ସେ ଅଜ୍ଞାନ ଇଚ୍ଛା ଶକ୍ତି ନୁହଁ, ସେ ହେଉଛି ସର୍ବଜ୍ଞାନମୟ ଇଚ୍ଛା ଶକ୍ତି ଏବଂ ସେଇ ଯୋଉ ରହସ୍ୟମୟ ଜ୍ଞାନମୟ ଇଚ୍ଛା ଶକ୍ତି ତୁମର ରହିଛି ତା ପ୍ରତି ମୁଁ ସମ୍ମତି ପ୍ରଦାନ କରି, ଅର୍ଥାତ୍ ତୁମର ସେଇ ଇଚ୍ଛା ଶକ୍ତି ସହିତ ମୁଁ ସଂଯୁକ୍ତ ହେଇ ମୁଁ ଅନ୍ତତଃ ମୋ ଭିତରେ ଏଇ ସବୁକୁ ବହନ କରି ଚାଲିଛି ଏବଂ ସମଗ୍ର ସୃଷ୍ଟିକୁ ସମଗ୍ର ବିଶ୍ୱକୁ ମୁଁ ବର୍ତ୍ତମାନ ଦେଖୁଛି ଏବଂ ମୋ ଭିତରେ ଥିବା ସେଇ ଯୋଉ କୁଣ୍ଡଳିନୀ ଶକ୍ତିର ଜାଗରଣକୁ ମଧ୍ୟ ମୁଁ ମଧ୍ୟ ଦେଖୁଛି। ଏଇ ସବୁ କଥା ମୁଁ ବର୍ତ୍ତମାନ ନିରୀକ୍ଷଣ କରୁଛି। ତେଣୁ ଏଇଥିରେ ଆମେ ଦେଖିବା ଶ୍ରୀ ଅରବିନ୍ଦଙ୍କର ଏଇ ଯୋଉ ଅନୁଭୂତି ସମ୍ପନ୍ନ ସମୟଟିରୁ ଯେ ପ୍ରଥମେ ସେ ପ୍ରଥମ ସ୍ତରରେ ସେ ଯୋଉ କହିଲେ ସେ ଅନ୍ତତଃ ବିଶ୍ୱାସିତ ଅନୁଭୂତିକୁ ନେଇକି ତାଙ୍କର କହିଛନ୍ତି। ତାପରେ ବିଶ୍ୱଗତ ଅନୁଭୂତି ତାଙ୍କର ହେଇଛି। ବିଶ୍ୱାସିତ ଅନୁଭୂତି ପରେ ବିଶ୍ୱଗତ ଅନୁଭୂତି ଦେଇକି ତ ସେ ବିଶ୍ୱାସିତକୁ ଯାଇଛନ୍ତି। ତେଣୁ ବିଶ୍ୱାସିତରେ ଅବସ୍ଥାନ କରି ବିଶ୍ୱଗତ ସକଳ ବିଶ୍ୱକୁ ସେ ଅନୁଧ୍ୟାନ କରିଛନ୍ତି। ତାପରେ ଆସୁଛି ତାଙ୍କର ବ୍ୟକ୍ତିଗତ ଅନୁଭୂତି।
ବ୍ୟକ୍ତିଗତ ଅନୁଭୂତି ଭିତରେ ସେ ଦେଖୁଛନ୍ତି ତାଙ୍କର ଯୋଉ ସପ୍ତ ଚକ୍ର ଭେଦ କରିକିରି ସେ ଯୋଉ ବିଶାଳ ଶକ୍ତି ତାଙ୍କ ଭିତରେ ଶୋଇ ରହିଥିଲା ସେ ବର୍ତ୍ତମାନ କ୍ରମଶଃ ଉପରକୁ ଉଠିକିରି ସବୁ ଯାକ ସେ ଅନ୍ତତଃ ଖୋଲି 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 ଯାଉଛି ଏବଂ ସେଇ ପରମ ଶକ୍ତିଙ୍କ ପାଖକୁ ପରମ ସୌନ୍ଦର୍ଯ୍ୟମୟ ଆନନ୍ଦମୟ ଶାନ୍ତ ପ୍ରଶାନ୍ତିମୟ ଶକ୍ତି ସହିତ ଯୋଡି ହେବା ପାଇଁ। ତେଣୁ ଏଇସବୁ ତାଙ୍କ ଭିତରେ ତାଙ୍କର ସାଧନାମୟ ଜୀବନର ତୀକ୍ଷ୍ଣ ଅନୁଭୂତିକୁ ସେ ଏଇ ସନେଟ ମାଧ୍ୟମରେ ପ୍ରକାଶ କରିଛନ୍ତି ଏବଂ ଏଭଳି ଏକ ସନେଟ ଯାହା ଭିତରେ ଅଳ୍ପ କେତୋଟି ଶବ୍ଦର ବ୍ୟବହାର କରି ସେ ବର୍ତ୍ତମାନ ତାଙ୍କର ବିଶାଳ ହୃଦୟରେ ଯାହା ସେ ଅନୁଭବ କରୁଛନ୍ତି ତାକୁ ପ୍ରକାଶ କରିଛନ୍ତି। ବନ୍ଦେ ମାତରମ୍। ଧନ୍ୟବାଦ ଭାଇ ଓ ଅପାଙ୍କୁ। ପ୍ରଭୁଙ୍କ ସନେଟରେ ରହିଥିବା ଭାବକୁ ଖୁବ ସୁନ୍ଦର ଓ ସ୍ପଷ୍ଟ ଭାବେ ଅପା ଆଲୋଚନାରେ ଆଣିବା ସହିତ ପରେ ପରେ ସେହି ସନେଟରେ ନିହିତ ତ୍ରିବିଧ ଅବସ୍ଥାର ଭାବକୁ ନେଇ ଅତି ସୁନ୍ଦର ଓ ନିଖୁଣ ଭାବେ ଭାଇ ତାକୁ ପର୍ଯ୍ୟାଲୋଚନା କରିଛନ୍ତି। ଅନେକ ଅନେକ ଧନ୍ୟବାଦ ଅପା ଓ ଭାଇଙ୍କୁ। ମାଙ୍କ ପାଖରେ କୃତଜ୍ଞତା। ତେବେ ସେହି ମହାନ ଭାବ ସାକ୍ଷୀ ଆତ୍ମାର ଭାବ ଅନାସକ୍ତ ଓ ସ୍ଥିର ଭାବକୁ ସକଳଙ୍କ ହୃଦୟରେ ଉଦ୍ରେକ କରିବାର ପ୍ରାର୍ଥନାଟିଏ କରି ମାଙ୍କ ପାଖରେ ଆଜିର ଏହି ଆଲୋଚନାଟିକୁ ସମାପ୍ତି ଦେବା ଏବଂ କାର୍ଯ୍ୟକ୍ରମର ପରବର୍ତ୍ତୀ